हाय फ्रेंड्स, वेलकम टू सुजी पाठशाला। आज आम क्लास 8 रो सामाजिक विज्ञान अध्ययन व भारत आम पृथ्वीर द्वितीय अध्यायटा डिस्कसन करवा। भारतर राजनैतिक मानचित्र पुनर्गठन अध्याय 2। आज आम पढ़ा। देखुच कुतुब मीनार देखुच तो दिल्ली अच्छे यहाँ। एकादश शताब्दीर प्रारंभ में भारत एक नूतन जुगर आरंभ होता। हिंदुकुश पर्वतमाला पार हो जो वैदेशिक आक्रमण है ता भारतर राजनैतिक मानचित्र को नूतन रूप देला। निसंदेह कहुपे जे भारत पारंपरिक अवस्था बहु युद्ध घन घटा देखी आसी, किंतु बहिरी आक्रमणकारी माने अजणा और अतर्कित भाव भारतीय उपमहादेश को आक्रमण करथिले। सेमानंक मध्यरु अनेक आक्रमणकारी मध्य एशियार तुर्की किंवा अफगानी थिले। सेमाने जे केवल भारतर पर्याप्त धन दौलत तथा आकर्षित होइथिले ताहा नुहे, आवश्यक स्थले हिंसात्मक कार्यकलाप द्वारा निज धर्मर प्रचार प्रसार ପାଇଁ उद्यम କରିଥିଲେ। ଏହି ଅଧ୍ୟାୟରେ ତ୍ରୟୋଦଶ ଶତାବ୍ଦୀ ଓ ପରବର୍ତ୍ତୀ ସମୟର ନିରନ୍ତର ପରିବର୍ତ୍ତନଶୀଳ ଭାରତର ଭୌଗୋଳିକ ରୂପ ସୀମାରେଖା ସମ୍ବନ୍ଧରେ ଆସ ଜାଣିବା। ଦେଖୁଛ ତ ଭାରତୀୟ ପୂର୍ବରୁ କେମିତି ଦେଖାଯାଉଥିଲା। ଏବେ ଆସିଲା କ'ଣ, ଦିଲ୍ଲୀ ସୁଲତାନ ମାନଙ୍କର ଉତ୍ଥାନ ଓ ପତନ। ଭାରତର उत्तर पश्चिम 1192 ଖ୍ରୀଷ୍ଟାବ୍ଦରେ शासन କରୁଥିବା ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ଦିଲ୍ଲୀ ସୁଲତାନଙ୍କର ଶାସନ କିପରି ଆରମ୍ଭ ହେଲା ସେ ବିଷୟରେ ଆମେ ଜାଣିବା। ତୁର୍କୀ ଆଫଗାନ ବଂଶଜ ପାଞ୍ଚଟି ବୈଦେଶିକ ରାଜବଂଶ ଯଥା ମାମଲୁକ ଦାସବଂଶ, ଖିଲଜି, ତୁଗଲକ, ସୟଦ ଏବଂ ଲୋଧି ବଂଶଗୁଡ଼ିକ ଦିଲ୍ଲୀକୁ କ୍ରମାଗତ ଭାବେ ଶାସନ କରିଥିଲେ। ଯେତେବେଳେ ଉତ୍ତର ଭାରତର କେତେକାଞ୍ଚଳ ଦିଲ୍ଲୀ ସୁଲତାନମାନଙ୍କ ନିୟନ୍ତ୍ରଣକୁ ଆସିଥିଲା, ଠିକ୍ ସେତିକିବେଳେ ପୂର୍ବରେ ଗଙ୍ଗବଂଶ, ଦକ୍ଷିଣରେ ହୋୟସାଳ ବଂଶ ପ୍ରଭୃତି ପଡ଼ୋଶୀ ରାଜ୍ୟଗୁଡ଼ିକ ସୁଲତାନମାନଙ୍କୁ ପ୍ରତିରୋଧ କରିଥିଲା ଏବଂ କଳା ସଂସ୍କୃତି ଓ ଶାସନର ସମୃଦ୍ଧଶାଳୀ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଦିଲ୍ଲୀ ନଗରୀ ଉତ୍ତର ଭାରତର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉତ୍ତର ଭାରତରେ ଦିଲ୍ଲୀ ଏକ ପ୍ରମୁଖ ଶାସନ କେନ୍ଦ୍ରସ୍ଥଳ ଭାବେ ପ୍ରତିଷ୍ଠା ପାଇଥିଲା। ସୁଲତାନମାନଙ୍କର ଶାସନକାଳ ସାମ୍ରାଜ୍ୟ ବିସ୍ତାର ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରିଥିଲା। ଫଳରେ ସେମାନଙ୍କ ସାମରିକ ଅଭିଯାନ ଯୋଗୁଁ ବହୁ ଗ୍ରାମ, ସହର, ଶିକ୍ଷାକେନ୍ଦ୍ର, ମନ୍ଦିର କ୍ଷତିଗ୍ରସ୍ତ ଓ ଲୁଣ୍ଠିତ ହେବା ସହ ଧ୍ୱଂସ ହୋଇଯାଇଥିଲା। ଆମେ ଦେଖୁଛେ ଏଗୁଡ଼ା ସବୁ ଆଲାଉଦ୍ଦିନ ଖିଲଜି ତାଙ୍କ ସମୟରେ ଯେଉଁ ମୁଦ୍ରା ଚାଲିଥିଲା। ଜଣେ ସୁଲତାନଙ୍କ ପରେ ପରବର୍ତ୍ତୀ ସୁଲତାନଙ୍କ ଶାସନ ଗ୍ରହଣ ଅନେକ ସମୟ ଭୟ ହିଂସାର ବାତାବରଣ ସୃଷ୍ଟି କରିଥିଲା। ତିନି ଜଣ ସୁଲତାନଙ୍କ ମଧ୍ୟରୁ ଦୁଇ ଜଣ ସେମାନଙ୍କର ପୂର୍ବ ଶାସକଙ୍କୁ ବିତାଡ଼ିତ ବା ପୂର୍ବକ କ୍ଷମତା ଅପହରଣ କରିନେଉଥିଲେ। ଫଳରେ ସେମାନଙ୍କୁ ଶାସନ କାଳ ଅତି ବେଶୀରେ 9 ବର୍ଷରୁ ଅଧିକ ସମୟ ହୋଇପାରିନଥିଲା। ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ଆଲାଉଦ୍ଦିନ ଖିଲଜି ଉତ୍ତର ଏବଂ କେନ୍ଦ୍ର ଭାରତର ଅନେକ ଅଞ୍ଚଳରେ ସାମରିକ ଅଭିଯାନ ଆରମ୍ଭ କଲେ। ଅନେକ ସହରକୁ ଲୁଣ୍ଠନ ଓ ଧ୍ୱଂସ କରିବା ସହ ଭାରତକୁ ଶାସନାଧୀନ କରିବାକୁ ଚାହୁଁଥିବା ଆକ୍ରମଣକାରୀ ମୋଗଲମାନଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସହ ଭାରତକୁ ବିତାଡ଼ିତ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦାସ ଜେନେରାଲ ମାଲିକ କାଫୁରଙ୍କୁ ଦାକ୍ଷିଣାତ୍ୟ ଯୁଦ୍ଧାଭିଯାନରେ ପଠାଇ ଅନ୍ୟ ରାଜ୍ୟ ଜୟ କରି ଅନେକ ଧନ ଦୌଲତ ଲୁଣ୍ଠନ କରିଥିଲେ, ଯାହା ସୁଲତାନଙ୍କ ଆର୍ଥିକ ଶକ୍ତିକୁ ବୃଦ୍ଧି କରିବା ସହ ସାମରିକ ସରଞ୍ଜାମ ବୃଦ୍ଧିରେ ସହାୟକ ହୋଇଥିଲା। ସେ ବହୁ ହିନ୍ଦୁ ଧର୍ମ ସ୍ଥଳୀ ଯଥା ଶ୍ରୀରଙ୍ଗମ, ମଦୁରାଇ, ଚିଦାମ୍ବରମ, ସମ୍ଭବତଃ ରାମେଶ୍ୱରମକୁ ଆକ୍ରମଣ କରିଥିଲେ। ଆସ ଅନୁସନ୍ଧାନ କରିବା। କିଛି ଦଶନ୍ଧି ପରେ ମୁହମ୍ମଦ ବିନ୍ ତୁଗଲକ ଦିଲ୍ଲୀରେ ଶାସନ କରି ନିଜ ସାମ୍ରାଜ୍ୟକୁ ବୃଦ୍ଧି କରିବାକୁ ଲାଗିଲେ। ମୌର୍ଯ୍ୟ ସାମ୍ରାଜ୍ୟ ପରେ ପ୍ରଥମ ଥର ପାଇଁ ଭାରତୀୟ ଉପମହାଦେଶର ବହୁ ଅଞ୍ଚଳ ତାଙ୍କ ଶାସନାଧୀନ ହେଲା। ଯଦିଓ ଏହା ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ, ତଥାପି ଥିଲା କ୍ଷଣସ୍ଥାୟୀ।
ମୋହମ୍ମଦ ବିନ୍ ତୁଗଲକଙ୍କ ବହୁ ଉଚ୍ଚ ପରିକଳ୍ପନା ଥିଲା, କିନ୍ତୁ ସେ ସବୁର କାର୍ଯ୍ୟକାରିତା ଠିକ୍ ଭାବେ ହୋଇପାରି ନଥିଲା। ଏହିପରି ଏକ ଯୋଜନା ଥିଲା ଯେ ଦିଲ୍ଲୀରୁ ଦୌଲତାବାଦ ରାଜଧାନୀ ସ୍ଥାନାନ୍ତରିତ। ସେତେବେଳେ ଏହାକୁ ଦେବଗିରି କୁହାଯାଉଥିଲା, ଯାହା ଆଜିର ସାମ୍ଭାଜୀନଗର। ନିଜ ଶାସନର ସୁପରିଚାଳନା ପାଇଁ ଏହି କେନ୍ଦ୍ରୀୟ ଅଞ୍ଚଳଟିକୁ ସେ ଉପଯୁକ୍ତ ମନେ କରିଥିଲେ। ସେ ଲୋକମାନଙ୍କୁ 1000 କିଲୋମିଟର ପଥ ଅତିକ୍ରମ କରି ଦୌଲତାବାଦରେ ପହଞ୍ଚିବା ପାଇଁ ବାଧ୍ୟ କରିଥିଲେ। କିଛି ବର୍ଷ ପରେ ଏହି ଯୋଜନା ତାଙ୍କର ବିଫଳ ହୋଇଥିଲା ଏବଂ ପୁନଃ ସେ ନିଜ ରାଜଧାନୀ ଦିଲ୍ଲୀକୁ ଫେରାଇ ନେଇଥିଲେ। ଏହି ଉଭୟ ସ୍ଥାନାନ୍ତର ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। କିଛି ସୂତ୍ରରୁ ଜଣାଯାଏ ତାଙ୍କର ଆଉ ଏକ ଯୋଜନା ଥିଲା ଯେ ନୂତନ ମୁଦ୍ରାର ପ୍ରଚଳନ। ସୁନା ଓ ରୂପା ମୁଦ୍ରା ପ୍ରତିବଦଳରେ ଶସ୍ତା ତମ୍ବା ମୁଦ୍ରାର ପ୍ରଚଳନ କରିଥିଲେ। ଫଳରେ ରାଜକୋଷରୁ ବହୁ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଫେରିବ ବୋଲି ସେ ଚିନ୍ତା କରିଥିଲେ। ଯଦିଓ ଏହି ବିଚାର ପ୍ରଗତିଶୀଳ ଥିଲା, କିନ୍ତୁ ଏହା ବାଣିଜ୍ୟିକ ବିଭ୍ରାନ୍ତ ସୃଷ୍ଟି କରିବା ସହ ତାମ୍ର ମୁଦ୍ରାକୁ ଜାଲ କରିବା ଓ ନକଲି ତାମ୍ର ମୁଦ୍ରା ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଏହା ଉତ୍ସାହିତ କରିଥିଲା। ସୁଲତାନ ଏବଂ ତାଙ୍କ ସମ୍ଭ୍ରାନ୍ତ ପାରିଷଦବର୍ଗ ବିଳାସମୟ ରାଜପ୍ରସାଦରେ ବାସ କରି ଉତ୍ତମ ଖାଦ୍ୟ, ବସ୍ତ୍ର, ଅଳଙ୍କାର ପରିଧାନ ସହ ଆମୋଦଦାୟକ ଜୀବନ ଅତିବାହିତ କରୁଥିଲେ। ଏହି ଅର୍ଥର ବହୁ ଭାଗ ସାମରିକ ଅଭିଯାନ ଦ୍ୱାରା ଲୁଣ୍ଠିତ ଅର୍ଥ, ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା କର, ବିଜିତ ଅଞ୍ଚଳରୁ ସଂଗୃହୀତ ଅର୍ଥ ଓ ଦାସ ବ୍ୟବସାୟୀଙ୍କୁ ମୁକ୍ତ ଶ୍ରମ ପାଇଁ ଲୋକମାନଙ୍କୁ ବ୍ୟବହାର କରି ଅର୍ଥ ରୋଜଗାର କରିବା ଲାଗି ସେତେବେଳେ ଲୋକମାନଙ୍କୁ କେନ୍ଦ୍ର ଏସିଆ ଅଞ୍ଚଳକୁ ପଠାଯାଇଥିଲା। ଅର୍ଥ ସଂଗୃହୀତ ହେଉଥିଲା, କିନ୍ତୁ ଏହି ଲୁଣ୍ଠନ ବାଣିଜ୍ୟ, କାରବାର ଓ କୃଷି ଉତ୍ପାଦନକୁ ପ୍ରଭାବିତ କରିଥିଲା। ଏହି ସମୟ ଭିତରେ ବହୁ ପବିତ୍ର ହିନ୍ଦୁ, ଜୈନ, ବୌଦ୍ଧ ମୂର୍ତ୍ତି ଉପରେ ଆକ୍ରମଣ ହୋଇଥିଲା। କେବଳ ଧନ ଦୌଲତ ଲୁଣ୍ଠନ ପାଇଁ ନୁହେଁ, ବରଂ ମୂର୍ତ୍ତି ପୂଜାକୁ ବିରୋଧ କରିବା ସହ ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯାଉଥିଲା। ଏହା ବିଷୟରେ ଚିନ୍ତା କର। ଆମେ କାହିଁକି ସାଧାରଣ ଶବ୍ଦ ମୂର୍ତ୍ତି ବା ପବିତ୍ର ଚିତ୍ର ବଦଳରେ ପ୍ରତିମା ଶବ୍ଦକୁ ବ୍ୟବହାର କରୁ? ପବିତ୍ର ଚିତ୍ର ମୂର୍ତ୍ତି ଏହି ଦୁଇଟି ଶବ୍ଦ ଇହୁଦୀ, ଖ୍ରୀଷ୍ଟିଆନ, ଇସଲାମ ଧର୍ମ ପ୍ରସଙ୍ଗରେ ଅପମାନଜନକ। ଏହି ରକ୍ଷଣଶୀଳ ସମ୍ପ୍ରଦାୟ ମୂର୍ତ୍ତି ପୂଜା କିମ୍ବା ପ୍ରତିମା ସଂକେତ ଉପାସନାକୁ ନିନ୍ଦା କରିଥାନ୍ତି। ଭାରତୀୟ ଶାସ୍ତ୍ରୀୟ ଭାଷାରେ ଏହି ଶବ୍ଦଗୁଡ଼ିକୁ ମୂର୍ତ୍ତି, ବିଗ୍ରହ, ପ୍ରତିମା, ରୂପ ଇତ୍ୟାଦି ଭାବରେ ନାମିତ କରାଯାଏ। ଯେଉଁ ମୂର୍ତ୍ତି ବା ପ୍ରତିମା ସବୁ ମନ୍ଦିରର ଘରେ ପୂଜା ପାଆନ୍ତି। ଇଂରାଜୀରେ ପ୍ରତିମା ବା ଇମେଜ ଶବ୍ଦର ଅର୍ଥ ନିରପେକ୍ଷ ଅଟେ। ଅଣ-ମୁସଲମାନ ଲୋକଙ୍କର ସୁରକ୍ଷା ତଥା ସାମରିକ ସେବାରେ ଯୋଗ ଦେବାକୁ ଅନିଚ୍ଛୁକ ଥିବା ଲୋକମାନଙ୍କ ଉପରେ କେତେକ ସୁଲତାନ ଜିଜିଆ କର ବସାଉଥିଲେ। ଏହି ପକ୍ଷପାତିତା ଏକ ଆର୍ଥିକ ବୋଝ ଓ ଜନ ଅସନ୍ତୋଷ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମୁସଲମାନରେ ପରିଣତ କରିବା ପାଇଁ ଆର୍ଥିକ ସାମାଜିକ ପୋଷଣ ଥିଲା। ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ମଧ୍ୟ ଏସିଆର ତୈମୁର, ଏକ ନୃଶଂସ ତୁର୍କୀ ମୋଗଲ ବିଜେତା, ଭାରତର ଉତ୍ତର ପଶ୍ଚିମାଞ୍ଚଳକୁ ଆକ୍ରମଣ କରି ସମୃଦ୍ଧଶାଳୀ ଦିଲ୍ଲୀ ନଗରୀରେ ଧ୍ୱଂସର ବିସ୍ତାପିତ ସୃଷ୍ଟି କରିଥିଲା। ସେ ନିଜ ରେଖାଚିତ୍ରରେ ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି। ପ୍ରଥମତଃ ବିଧର୍ମୀଙ୍କ ସହ ଯୁଦ୍ଧ ଚଳାଇବା ଏବଂ ଦ୍ୱିତୀୟତଃ ବିଧର୍ମୀମାନଙ୍କ ଧନ ଦୌଲତ ଲୁଣ୍ଠନ କରି ଅର୍ଥ ଯୋଗାଡ଼ କରିବା। ସେ ବହୁ ଲୋକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ କ୍ରୀତଦାସ ଭାବରେ ସଙ୍ଗରେ ନେଇ ଦିଲ୍ଲୀରୁ ଧ୍ୱଂସ କରି ଦେଇଥିଲେ। ତୈମୁର ଅବିଳମ୍ବେ ପ୍ରଚୁର ଲୁଣ୍ଠିତ ଧନ ଦୌଲତ ଧରି ଭାରତକୁ ଧ୍ୱଂସ ସ୍ତୂପରେ ସହ ପରିଣତ କରି ଫେରି ଯାଇଥିଲେ। ଏହାର ଫଳସ୍ୱରୂପ ଲୋଦୀ ରାଜବଂଶର ଅଭ୍ୟୁଦୟ ହେଲା ଓ ଦିଲ୍ଲୀ ସୁଲତାନିର ଶେଷ ରାଜବଂଶ ଭାବେ ଏମାନେ ପରିଚିତ। ପରେ ପରେ ଦେଶ ଭିତରେ ବିଭିନ୍ନ ରାଜ୍ୟ, ରାଜବଂଶର ବିଦ୍ରୋହ ଓ ବିରୋଧ ଯୋଗୁଁ ବିରାଟ ସୁଲତାନି ସାମ୍ରାଜ୍ୟ ସଂକୁଚିତ ହେବାକୁ ଲାଗିଲା। ଦିଲ୍ଲୀ ସୁଲତାନିକୁ ପ୍ରତିରୋଧ। ଦେଖିପାରୁଛ ତ, ସମଗ୍ର ଶାସନ କାଳ ଭିତରେ ଦିଲ୍ଲୀ ସୁଲତାନି ବିଭିନ୍ନ ସ୍ତରରୁ ବହୁ ବିରୋଧରେ ସାମ୍ନା କରିଥିଲା। ବହୁ ରାଜ୍ୟ ଏହି ଜାଲରେ ଫସି ଯାଇଥିଲେ। ଏହା କିନ୍ତୁ ପୂର୍ବାଞ୍ଚଳ ଗଙ୍ଗରାଜ୍ୟ ବା କଳିଙ୍ଗକୁ ଜୟ କରିବାରେ ବିଫଳ ହୋଇଥିଲା। ଏହା ଆଜିର ଓଡ଼ିଶା, ବଙ୍ଗଳା, ଆନ୍ଧ୍ରପ୍ରଦେଶର କିଛି ଅଂଶକୁ ନେଇ ଗଠିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀରେ ମଧ୍ୟ ଭାରତରେ ନରସିଂହ ଦେବ ପ୍ରଥମ ନିଜ ସାମରିକ ଶକ୍ତି, ସାଂସ୍କୃତିକ ବିଚକ୍ଷଣତାରେ ନିଜ ସାମ୍ରାଜ୍ୟକୁ ସମୃଦ୍ଧ କରିପାରିଥିଲେ। ବିଭିନ୍ନ ପ୍ରକାର ଆକସ୍ମିକ ଆକ୍ରମଣକୁ ପ୍ରତିହତ କରିବା ସହ ସେ ବଙ୍ଗଳାରେ ଦିଲ୍ଲୀ ସୁଲତାନଙ୍କ ଗଭର୍ଣ୍ଣରକୁ ପରାସ୍ତ କରିଥିଲେ। ଏହି ବିଜୟ ଉତ୍ସବ ପାଳନର ସ୍ମୃତିରେ ସେ କୋଣାର୍କରେ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏ ବିଷୟରେ ଚିନ୍ତା କର। ତୁଗଲକଙ୍କ ସମୟରେ
ମୁସୁନୁରି ନାୟକ ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ। ଏମିତି ପ୍ରାୟ 75 ଜଣ ଦଳପତି ବା ମୁଖ୍ୟ ଏକାଠି ହୋଇ ସେ ଅଞ୍ଚଳରେ ଏକ ରାଷ୍ଟ୍ରସଂଘ ଗଢ଼ି 1330ରୁ 1336 ମଧ୍ୟରେ ଦିଲ୍ଲୀ ସୁଲତାନି ସେନାକୁ ପରାସ୍ତ କଲେ ଏବଂ ମହମ୍ମଦ ବିନ୍ ତଗଲକ ସୈନ୍ୟକୁ ୱାରାଙ୍ଗଲରୁ ବିତାଡ଼ିତ କଲେ। ତୁମେ କ'ଣ ଭାବୁଛ ଯେ ସମୟରେ 75 ଜଣ ଦଳପତି ଏକାଠି କରି ଏକ ରାଷ୍ଟ୍ରସଂଘ ଗଢ଼ିବା ସହଜ କଥା ଥିଲା କି? ନା, ବଡ଼ କଷ୍ଟ ଥିଲା। ଆମେ ଆଗରୁ କହିଛୁ ଯେ ଆଲାଉଦ୍ଦିନଙ୍କ ଦକ୍ଷିଣକୁ ଯୁଦ୍ଧାଭିଯାନର ଏକମାତ୍ର ଲକ୍ଷ୍ୟ ଥିଲା ମୂଲ୍ୟବାନ ଧନଦୌଲତ ଲୁଣ୍ଠନ କରିବା। ସେହି ସମୟରେ ଦକ୍ଷିଣରେ ହୟଶାଳ ରାଜବଂଶ ରାଜୁତି କରୁଥିଲେ। ମୁଖ୍ୟତଃ ଆଜିର କର୍ଣ୍ଣାଟକର ଚିତ୍ର 2.3 ଦ୍ରବ୍ୟାଂଶ ଦିଲ୍ଲୀ ସୁଲତାନର ବହୁ ଆକ୍ରମଣରୁ ପ୍ରତିହତ କରିପାରିଥିଲା। ଏହା ଏକମାତ୍ର ସ୍ୱାଧୀନ ରାଜ୍ୟ ଭାବେ ଦାକ୍ଷିଣାତ୍ୟରେ ତିଷ୍ଠି ରହିପାରିଥିଲା। ପରେ ପରେ ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟଭାଗ ବେଳକୁ ସୁଲତାନମାନଙ୍କର କ୍ରମାଗତ ବା ବହିଃଶତ୍ରୁ ଆକ୍ରମଣ ଓ ଆଭ୍ୟନ୍ତରୀଣ କଳହ ହୟଶାଳ ରାଜ୍ୟକୁ ଦୁର୍ବଳ କରିଦେଲା ଏବଂ ଏହା ପରେ ଦକ୍ଷିଣରେ ବିଜୟନଗର ରାଜ୍ୟ ସହ ମିଶିଯାଇଥିଲା। ମନେ ରଖ, ଦିଲ୍ଲୀ ସୁଲତାନି ବହୁ ସ୍ୱାଧୀନ ଆଞ୍ଚଳିକ ସୁଲତାନଙ୍କ ବିଦ୍ରୋହକୁ ସାମ୍ନା କରିଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟଭାଗ ବେଳକୁ ଦକ୍ଷିଣ ଭାରତର ବାହାମନି ସୁଲତାନି କିଛି ସମୟ ପାଇଁ ବହୁ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲା। ସେହି ସମୟରେ ଗୁଜରାଟ, ବଙ୍ଗଳା ଓ ଅନ୍ୟାନ୍ୟ ଅଞ୍ଚଳରେ ନିଜ ସ୍ୱାଧୀନ କ୍ଷମତାଶାଳୀ ସୁଲତାନମାନେ ମୁଣ୍ଡ ଟେକିଲେ, ଯେଉଁମାନେ ସ୍ୱାଧୀନ ଭାବରେ ପୁଣି କେତେବେଳେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ। ରାଜସ୍ଥାନର ଅନେକ ଅଂଶ ଦିଲ୍ଲୀ ସୁଲତାନି କବଳରୁ ମୁକ୍ତ ଥିଲା ଓ ପଞ୍ଚଦଶ ଶତାବ୍ଦୀ ବେଳକୁ ଦିଲ୍ଲୀ ସୁଲତାନି ରାଣା କୁମ୍ଭକଙ୍କ ଦ୍ୱାରା ଦୃଢ଼ ବିରୋଧୀର ସମ୍ମୁଖୀନ ହୋଇଥିଲା, ଯିଏ ପରବର୍ତ୍ତୀ ସୁଲତାନମାନଙ୍କୁ ସଫଳତାର ସହ ଏହି ଅଞ୍ଚଳକୁ ବିତାଡ଼ିତ କରିଥିଲେ। ଦେଖୁଛ ତ ଦୁର୍ଗ, ଆରାବଳୀ ପର୍ବତ ଉପରେ ଥିବା କୁମ୍ଭାରଗଡ଼ ଦୁର୍ଗର ଏକ ଦୃଶ୍ୟ। ଆଚ୍ଛା, ଏତିକି ଥାଉ, ଆଉ ବାକି ନେକ୍ସଟ ଅଧ୍ୟାୟରେ ପଢ଼ିବା।